9 ତାରିଖରେ ଏହି ସମୟରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ଉପଦେଶ। ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଅକ୍ଟୋବର 9ରେ ହିତାଧିକାରୀଙ୍କ ଆକାଉଣ୍ଟରେ ପହଞ୍ଚିବ। ଦଶହରା ପୂର୍ବରୁ ଏହି ଟଙ୍କା ମିଳିବାକୁ ଯାଉଥିବାର ଉତ୍ସାହ ବଢ଼ି ଚାଲିଛି। ଏମିତିରେ କେଉଁ ସମୟରେ ଏହି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଛଡ଼ାଯିବ ସେ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ପ୍ରଭାତୀ ପରିଡ଼ା ଯେ ସମୀକ୍ଷା ମୁତାବକ ପ୍ରତ୍ୟହ 30,000 ମହିଳା ଯୋଡ଼ି ହେଉଛନ୍ତି। ଯେହେତୁ 1 କୋଟି ମହିଳା ଯୋଡ଼ିଛନ୍ତି, ଆଗକୁ ଏହି ସଂଖ୍ୟା କମିପାରେ। ହେଲେ ଯେଉଁଭଳି ଭାବେ ସାଧାରଣ ଘରର ମହିଳା ଯୋଜନା ଗ୍ରହଣ କରିଛନ୍ତି, ଏହା ତାଙ୍କ ସମୃଦ୍ଧିର ଏକ ବଡ଼ କାରଣ ହେବ। କେବଳ ଏତିକି ନୁହେଁ, କମ୍ ଦିନ ମଧ୍ୟରେ ଯୋଜନାରେ ସାମିଲ ହେବାକୁ ଯେଉଁଭଳି ଭାବେ ଆବେଗ ଦେଖିବାକୁ ମିଳିଛି, ସୌଭାଗ୍ୟର କଥା। ଏବେ ଘରେ ଘରେ ସୁଭଦ୍ରା ଏକ ସ୍ଲୋଗାନ ପରିଣତ ହୋଇଛି। ତେବେ 9 ତାରିଖରେ ଅପରାହ୍ନ 12ଟା ସୁଦ୍ଧା ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର। ତେଲ ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ 3,300 ବର୍ଗ 3 ମହଲା କୋଠା ପୁରୀ ବାଟମଙ୍ଗଳାରେ ଏକ ଆପାର୍ଟମେଣ୍ଟକୁ ଫ୍ଲାଟ୍ ଠାବ କରିଛି ଭିଜିଲାନ୍ସ। ଏହା ସହ ପିପିଲି ଓ ବଲାଙ୍ଗୀରରେ ମୂଲ୍ୟବାନ ପ୍ଲଟ୍ 18.67 ଏକର ଫାର୍ମ ଠାବ ହୋଇଛି। ଭିଜିଲାନ୍ସ ଚଢ଼ାଉ ବେଳେ 4.8 ଲକ୍ଷ ନଗଦ ଟଙ୍କା ଜବତ, 46,000 ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ ନିର୍ବାହୀ ଯନ୍ତ୍ରୀ। ଲାଞ୍ଚ ନେବା ନିର୍ବାହୀ ଯନ୍ତ୍ରୀକୁ ମହଙ୍ଗା ପଡ଼ିଲା। ତେଲ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଥିଲେ। ମିଳିଥିବା ସୂଚନା ମୁତାବକ ଠିକାଦାର ଦେବରଞ୍ଜନ ତ୍ରିପାଠୀଙ୍କ ଏକ ପୁରୁଣା ବିଲ୍ ଟଙ୍କା ଯୋଗାଇ ଦେବାକୁ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ଟଙ୍କା ମାଗିଥିଲେ। ଏନେଇ ଠିକାଦାର ଦେବରଞ୍ଜନ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ସୋମବାର ଠିକାଦାର ଦେବରଞ୍ଜନ ସୁବର୍ଣ୍ଣପୁର ଅଫିସ ପ୍ରକୋଷ୍ଠରେ ପହଞ୍ଚି ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ରଙ୍କୁ 46,000 ଟଙ୍କା ଲାଞ୍ଚ ଦେଉଥିଲେ। ସେତେବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ବିଭାଗୀୟ ଅଧିକାରୀ ମାଡ଼ି ଲାଞ୍ଚ ଟଙ୍କା ଜବତ କରିବା ସହ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ରଙ୍କୁ ଧରିଥିଲେ। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରି ଏକକାଳୀନ 6ଟି ଜାଗାରେ ଚଢ଼ାଉ ଜାରି ଥିଲା। ପରବର୍ତ୍ତୀ ଖବର। ନକଲି ନୋଟ ମାଫିଆଙ୍କ ଟାର୍ଗେଟରେ ସିଲଭର ସିଟି ବିଲ୍ଡର ବେଶରେ ଆସି ଲୋକଙ୍କୁ ଠକୁଛନ୍ତି ଦଲାଲ। କଟକରେ ନକଲି ନୋଟ କାରବାର। ଦଶହରା ପୂର୍ବରୁ ବଜାରକୁ ନକଲି ନୋଟ ଛାଡ଼ିବାର ଫଣ୍ଡ। ଜମି କରେଇ ଦେବା ବଦଳରେ ନକଲି ନୋଟ ବ୍ୟବସାୟ କରିବାକୁ ପ୍ରଲୋଭିତ କରୁଥିଲା ଠକ ବିଲ୍ଡର। ବିଲ୍ଡରକୁ ଅଟକ ରଖିଛି ପୋଲିସ। ନକଲି ନୋଟ ମାଫିଆଙ୍କ ଟାର୍ଗେଟରେ କଟକ ସହର। ଦଶହରା ବଜାରରେ କୋଟି କୋଟି ଟଙ୍କା ମାର୍କେଟରେ ଛାଡ଼ିବା ଯୋଜନା। ଟାର୍ଗେଟରେ ଦଶହରାକୁ ଆସିଥିବା ଛୋଟ ଛୋଟ ଉଠା ଦୋକାନୀ ଜଗତପୁର ଏକ ହୋଟେଲ ନିକଟରୁ ନକଲି ନୋଟ ଠାବ ହୋଇଛି। ବିଲ୍ଡର ବେଶରେ ଆସି ଲୋକଙ୍କୁ ନକଲି ନୋଟ କାରବାର ପାଇଁ ପ୍ରଲୋଭନ ଦେଖାଉ ନୋଟ ଦଲାଲ। ଖବର ପାଇ ଘଟଣାସ୍ଥଳରୁ ଉଠାଇ ନେଲା ପୋଲିସ। ଜଣେ ବ୍ୟକ୍ତିକୁ ଅଟଳ ରଖି ପଚରାଉଚରା କରୁଛି ଜଗତପୁର ପୋଲିସ। ସୂଚନା ଅନୁସାରେ ନିଜକୁ ଏକ ବିଲ୍ଡର କହି ଜଗତପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଠାରୁ ଜମି କିଣାଇ ଦେବା ବାବଦକୁ 1,60,000 ଟଙ୍କା ନେଇଥିଲେ। ଜମି ନ କରାଇ ପାରିବାରୁ ବାରମ୍ବାର ଟଙ୍କା ମାଗିଥିଲେ ଉକ୍ତ ବ୍ୟକ୍ତି। ହେଲେ ଟଙ୍କା ଫେରାଇବା ବଦଳରେ ନକଲି ନୋଟ ବ୍ୟବସାୟ କରିବାକୁ ଲୋକଙ୍କୁ ଉସ୍କାଉଥିଲା। ଏହାକୁ ନେଇ ତୁରନ୍ତ ପୋଲିସକୁ ଜଣାଇବାକୁ ଠକ ବିଲ୍ଡରକୁ ଅଟକ ରଖି ଜେରା କରୁଛି ପୋଲିସ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ଖବର। ଦୁର୍ଗାପୂଜା ପାଇଁ ଆସନ୍ତାକାଲିଠୁ ଟ୍ୱିନ୍ ସିଟିରେ ଟ୍ରାଫିକ୍ କଟକଣା। ଦୁର୍ଗାପୂଜା ପାଇଁ ଟ୍ୱିନ୍ ସିଟିରେ ଲାଗୁ ହେଲା ଟ୍ରାଫିକ୍ କଟକଣା। ଆସନ୍ତାକାଲିଠୁ ଯାଏଁ କଟକ ଏବଂ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ଲାଗୁ ହେବ। 4ଟି ରୁଟ୍ରେ 12 ଘଣ୍ଟା ପର୍ଯ୍ୟନ୍ତ ଭାରୀ ଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଜାରି କରିଛି କମିଶନରେଟ୍ ପୋଲିସ। କଟକରେ ଅପରାହ୍ନ 4ଟାରୁ ରାତି 1ଟା ପର୍ଯ୍ୟନ୍ତ କଟକଣା ଲାଗୁ ହେବ। କଟକରେ ବିଭିନ୍ନ ରାସ୍ତା ପାଇଁ ଜାରି ହୋଇଛି 14 ତାରିଖରୁ କଟକରେ ଭସାଣୀ ପାଇଁ ଟ୍ରାଫିକ୍ କଟକଣା ଲାଗୁ ହେବ। ସକାଳ 7:15ରୁ ଭସାଣୀ ଶେଷ ପର୍ଯ୍ୟନ୍ତ ଏହା ଲାଗୁ ହେବ। ସେପଟେ ଭୁବନେଶ୍ୱର ଅପରାହ୍ନ 4ଟାରୁ ରାତି 2ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ।